ହ୍ୟାଲୋ। ଆଜ୍ଞା ପ୍ରଣାମ। ଜୟ ଜୟ। ଆଜ୍ଞା ସ୍ତ୍ରୀ ଲୋକମାନେ ସାଧନାରେ ସିଦ୍ଧି କରିପାରିବେ କି ନାହିଁ? ହଁ। ହଁ। କାଇଁ କରିପାରିବେନି? ତାଙ୍କର ମାସିକ ଧର୍ମ ରହୁଛି ସେ ଗର୍ଭବତୀ ହଉଛନ୍ତି। ନାଇଁ ସିଏ ସବୁ ସିଏ ତ ପ୍ରକୃତିର ନିୟମ। ଆଜ୍ଞା ବୁଝିଲ ନା ହଁ ତେଣୁ ଆମର ହଉଛି ଇଏ ଗୋଟେ ହଉଛି ବିକାରୀ ଗୋଟେ ହଉଛି ନିର୍ବିକାରୀ ବୁଝିଲ ନା। ଆଜ୍ଞା। ଯୋଉମାନେ ନିର୍ବିକାରୀ ଅଘରୀ ଯୋଉମାନଙ୍କର ମାନେ ଅବଧୂତ କର୍ମୀ ଯୋଉମାନେ ଆଜ୍ଞା ସେମାନଙ୍କର ବିଧି ନିଷେଧ କିଛି ବାରଣ ନାହିଁ। ସ୍ତ୍ରୀ ହୁଁ ଲୋକମାନଙ୍କର ଯୋଉ ଭଳି ପ୍ରକାର ଅସୁବିଧା ହେଲେ ମଧ୍ୟ ସେଥିରେ ତାଙ୍କର କିଛି କ୍ଷତି ହବାର ନାହିଁ। ହୁଁ ସେମାନଙ୍କର ବିକାର ଧର୍ମ ନୁହେଁ ନିର୍ବିକାର ଧର୍ମ ବୁଝିଲ ନା। ଆଜ୍ଞା ତେଣୁ ଅବଧୂତ କର୍ମ କରିପାରିବେ ସେ ଲୋକମାନେ କାହିଁକି ନା ଯଦି ଆମର ଯୋଉ ଭଳି ପ୍ରକାର ଅଛି ସ୍ତ୍ରୀ ଲୋକ ମାନଙ୍କର ଯୋଉ ଅପବିତ୍ର ସମୟ ହୁଁ ସେଥିରେ ହୁଁ ମଧ୍ୟ ଆମେ ଆତ୍ମା ସାଧନା କରିପାରିବା ସେଥିରେ ସିନା ବାହିକ ଜିନିଷ ସବୁ ଅଶୌଚ ହବ। କିନ୍ତୁ ଆଜ୍ଞା ଆମର ଶରୀର ସାଧନା ଆମେ କରିପାରିବା କିଛି ଅସୁବିଧା ନାହିଁ। ମାନେ ଆମେ ଧରିନିଅ ଧ୍ୟାନରେ ବସୁଛନ୍ତି ବୋଲି ଧ୍ୟାନରେ ବସି ପାରିବା। ହଁ ହଁ ସବୁ କରିପାରିବା। ଆମର ଶୌଚ ଅଶୌଚ କିଛି ବାରଣ ନାହିଁ ତମର ଛୁତିକା ମୃତ୍ତିକା କୌଣସିଥିରେ ବାରଣ ନାହିଁ ଆମର। ଆମେ ଆଜ୍ଞା ବାହ୍ୟ ପୂଜା କରିପାରିବାନି ଠାକୁର ପୂଜା ଭଲ ମନ୍ଦ ସ୍ଥୂଳ ଏଗୁଡା ପୂଜା ହଁ ସ୍ଥୂଳ ପୂଜା କରିପାରିବାନି କିନ୍ତୁ ଆତ୍ମ ଆଜ୍ଞା ପୂଜା କରିପାରିବା। ଆମର ଦୟାନିଧି ଗୁରୁ ପରମହଂସଙ୍କର ଗୋଟେ ଭିଡିଓ ଛାଡିଥିଲେ। ହଁ ସେ 3 ବର୍ଷ କୋଉଠି ରହିଲେ କୋଉଠି କେମିତି କଣ କଲେ ସାଧନା କଲେ ହଁ ସାଧନା ହଁ ତ ମୁଁ ସେଇଟା ଟିକେ ଫଲୋ କରିଥିଲି ମୁଁ ଭାବିଲି ହଁ ପୁରୁଷ ଲୋକମାନେ ଲମ୍ବା ସମୟ ପାଉଛନ୍ତି ଆଉ ହଁ ସେମାନେ ସାଧନା ରତ ହେଇ ସାଧନାର ସିଦ୍ଧି ଅର୍ଜନ କରୁଛନ୍ତି। ହଁ ଆଉ ଗୃହସ୍ଥ ଧର୍ମରେ ଯୋଉମାନେ ସ୍ତ୍ରୀ ଲୋକମାନେ ଥିବେ ସେମାନେ ସାଧନା କରିପାରିବେନି ହଁ କି ଏଇଥିପାଇଁ ହେଇଥିବ କି ଆଉ ଯଦି ସାଧନା ନାହିଁ ଆଉ ଆମର ଗୁରୁ କାହିଁକି ଆମକୁ ଧ୍ୟାନ କରିବା ପାଇଁ ଦେଇଛନ୍ତି ମୁଁ ନା ଏମିତି ନା ଭାବିଲି ଆଉ। ନା ନା କଥା ହଉଛି ଦୟାନିଧି ପରମହଂସ ସିଏ ଆଜ୍ଞା ସଂସାର ତ୍ୟାଗ କରି ଗୃହ ଜଞ୍ଜାଳ ତ୍ୟାଗ କରି ବର୍ଷ ବର୍ଷ ଧରିକି ସେ ସାଧନା କରିଥିଲେ। ଆଉ ଆଜ୍ଞା ଆମେ ତ ସଂସାରୀ ଆମେ ତ ଏମିତି ବର୍ଷ ବର୍ଷ ଧରି ସାଧନା କରିପାରିବୁନି ସ୍ତ୍ରୀ ହୁଅନ୍ତୁ ବା ପୁରୁଷ ହୁଅନ୍ତୁ। ଆଜ୍ଞା ଆମେ ବର୍ଷ ବର୍ଷ ଧରି ସାଧନା କରିପାରିବାନି ହେଲେ ସେମାନଙ୍କ ପଥ ଅନୁସରଣ କଲେ ସେମାନଙ୍କ ଆଶୀର୍ବାଦରୁ ସେମାନଙ୍କ କୃପା ଲାଭ କରି ଆମେ ଉଚ୍ଚତର ମାନେ ଜ୍ଞାନ ପ୍ରାପ୍ତି ହେଇପାରିବା ମୁକ୍ତି ଆଜ୍ଞା ମାର୍ଗକୁ ଯାଇପାରିବା। ସଂସାର ଲୋକ ନା ଆମେ ଆଜ୍ଞା ତେଣୁ ସଂସାର ଲୋକ ଗୁରୁ କଣ ଗୁରୁ ଯୋଉମାନେ ଯୋଉ ସାଧକ ପରମହଂସ ସାଧକ କିମ୍ବା ସଦଗୁରୁ ଆଜ୍ଞା ସେମାନେ ଦେହ ଜୀବନକୁ ଜଳାଞ୍ଜଳି ଦେଇ ଏଇ ସମାଜ ପାଇଁ ସେମାନେ ଉଚ୍ଚତର ଜ୍ଞାନ ସାଧନା କରି ଲୋକମାନଙ୍କୁ ବାଣ୍ଟିବା ପାଇଁ ଅବତୀର୍ଣ୍ଣ ହେଇଛନ୍ତି। ତେଣୁ ହୁଁ ଆମେ ଜଗତ ଯଦି କଲ୍ୟାଣ ତାଙ୍କୁ ପାଇଁ ତେଣୁ ଆମେ ଯଦି ତାଙ୍କ ପଥ ଅନୁସରଣ କରିବା ଆମେ ନିଶ୍ଚିନ୍ତ ତାଙ୍କ ପଥରେ ଚାଲିକି ଯାଇପାରିବା ଆମର ବିନା କ୍ଲେଶ ବିନା କଷ୍ଟ ବିନା ସାଧନା କେବଳ ତାଙ୍କୁ କେବଳ ଟିକେ ସେବା ଶୁଶ୍ରୂଷା କଲେ ଭଲ ପାଇ ପାରିଲେ ସବୁ କିଛି ସମ୍ଭବପର। ମତେ ଆପଣଙ୍କ ପାଖକୁ ଯାଇକି ଆମର ସାଧନା ବିଷୟରେ ଶିଖିବା ପାଇଁ ଇଚ୍ଛା ହଉଛି ଯଦି ହୁଁ ମୋ ଗୁରୁଙ୍କୁ ସୂକ୍ଷ୍ମରେ ଜଣେଇ ସାରିଲି ମାନେ ହୁଁ ପ୍ରଭୁ ମୁଁ ଏମିତି ଯିବା ପାଇଁ ଇଚ୍ଛା କରୁଛି ଆପଣଙ୍କର କଣ ଇଚ୍ଛା ଆପଣ ହିଁ ଚିନ୍ତା କରିବେ। ହଁ ହଁ କିଛି ଅସୁବିଧା ନାହିଁ ଆମେ ହୁଁ ଗୁରୁଙ୍କ ଅନୁମତି ନେଇକି ଆସିକି ସାଧନା କରିପାରିବା। କିଛି ଅସୁବିଧା ନାହିଁ ହେଲେ ସେଥିରେ ସ୍ତ୍ରୀ କିଛି ମାନେ ସମ୍ଭବ ହେବେ ତାହେଲେ ହଁ ମୁଁ କାହିଁକି ଆଉ ଗୋଟେ ସନ୍ଦେହ ମୋର ଆସିଲା କାଇଁ ମୁଁ ତ ସବୁ ପାଠ ପୁରାଣ ପଢିନି କିନ୍ତୁ ହଁ ଯେତିକି ପଢିଛି କୋଉ ସାଧିକାର ଏତେ କାହିଁ ନାହିଁ ହଁ ଆଉ ନା ଯାହାବି ପୁରୁଷ ଲୋକ ମାନେ ହିଁ ସାଧନାରେ ସିଦ୍ଧି ଅର୍ଜନ କରିକି ସବୁ ପୁରାଣ ପୃଷ୍ଠାରେ ଅଛି ହଁ ଆଉ ସ୍ତ୍ରୀ ଲୋକ ମାନଙ୍କର ତ ଏତିକି ନାହିଁ ଆଉ ସେଇଥିପାଇଁ ସମ୍ଭବ ହେବନି ପରା। ନା ନା ସ୍ତ୍ରୀ ଲୋକ ମାନେ ଉଚ୍ଚର ସାଧନା କରିକି ବ୍ରହ୍ମ ସାନ୍ନିଧ୍ୟ ପାଇଛନ୍ତି ପୁରାଣରେ ବହୁତ ଉଦାହରଣ ଅଛି କଳି ଯୁଗରେ ଆମର ମୀରାବାଇ ମଧ୍ୟ ସାକ୍ଷାତ ଭଗବାନ ଶ୍ରୀକୃଷ୍ଣଙ୍କର ସାନିଧ୍ୟ ଲାଭ କରିଛନ୍ତି ତେଣୁ ହବନି କାହିଁକି ସମ୍ଭବପର ସବୁ। ଆପଣ ୟାରି ଉପରେ ଗୋଟେ ଭିଡିଓ ଅପଲୋଡ କରିବେ କି? କୋଉଟା କଣ? ମାନେ ସ୍ତ୍ରୀ ଲୋକ ସାଧନା କରିପାରିବେ କି ନାହିଁ? ହଉ ଠିକ ଅଛି ତୋ କଥା ଅନୁସାରେ କଥା ରଖିଲି ମଝିରେ କେତେବେଳେ ଗୋଟେ ଭିଡିଓ ସମୟ ପାଇଲେ ମୁଁ ଛାଡିଦେବି ଆଉ। ହଁ ମାନେ ସମସ୍ତେ ବି ଶୁଣିକି ବୁଝିକି ଉପକୃତ ହେବେ ନା। ହୁଁ ହୁଁ। ଆପଣ ୟୁଟ୍ୟୁବ ରେ ଛାଡିଥିଲେ ମୁଁ ତାକୁ ଦେଖିଛି ଯୋଉ ପିଆଜ ରସୁଣ ଆଇଁଷ ହୁଁ ଏଇଗୁଡିକ ଖାଇ ପାରିଲେ ଚଳିବ ନା ନ ଖାଇଲେ ହବ? ତମେ ସଂସାର କରିଛ ନା? ଆଜ୍ଞା। ସଂସାର ତ କରୁଛ ପିଆଜ ରସୁଣ ଖାଇଲେ କିଛି ଅସୁବିଧା ଆଜ୍ଞା ସେଥିରେ ଯୋଉ ଜପ କରିବ ସେଥିରେ ସିଧି ମିଳିବ ତ ପିଆଜ ରସୁଣ ଆଇଁଷ ଖାଇକି? ହଁ ଆମର ଅବଧୂତ କର୍ମରେ ସବୁ ଖାଇପାରନ୍ତି ମାଛ ମାଂସ ଗୁଡାକ ନ ଖା ପିଆଜ ରସୁଣ ସାଧାରଣତଃ ତମେ ଖାଉଥା
ଆଉ କାହିଁକି ତାପରେ ଗୁରୁଦତ୍ତ କର୍ମ କର। ଆଜ୍ଞା ମୁଁ ଏଇ ଆପଣଙ୍କ ୟୁଟ୍ୟୁବରୁ ଏଇଟା ଦେଖିଲି ତ ମୁଁ କହିଲି ଗୁରୁଦେବଙ୍କୁ ଟିକେ ପଚାରିବା କଣ କେମିତି ମୁଁ କରିପାରିବି କି ନାହିଁ। ନାଇଁ ଆମର ଦୟାନିଧି ପରମହଂସଙ୍କର ଯେତେ ସବୁ ସଂସାରୀ ଶିଷ୍ୟ ଅଛନ୍ତି ସମସ୍ତେ ସେ ତ ସବୁ ଆମ କର୍ମରେ ସମସ୍ତେ ଖାଆନ୍ତି କରନ୍ତି କିନ୍ତୁ ଆମର ଗୋଟିଏ କଥା ହଉଛି ସଚ କହ ଗୁରୁ ନାମ ସ୍ମର ଉଦ୍ୟମ କର ଖାଅ। ସତ୍ୟ କୁହ ଗୁରୁ ନାମଟି ସ୍ମରଣ କର ଉଦ୍ୟମ କର ଖାଅ ଏଇ ତିନିଟା ଜିନିଷ ରଖ ତମର ଗୁରୁ ନାମ ସ୍ମରଣ କରିବ ସଂସାର ଲୋକ ଆଉ ତମେ କଣ ଯୋଉ ସନ୍ନ୍ୟାସୀ ସାଧୁ ସେଇଭଳିଆ ବଣ ଜଙ୍ଗଲରେ ଯାଇ କଣ ସାଧନ କରିବ ନା କଣ। ସଂସାରରେ ରୁହ ପିଲା ଛୁଆ ଥାଆନ୍ତୁ ସବୁ ଥାଆନ୍ତୁ ଗୁରୁ ନାମ ନେଇକି ତମେ ଇଷ୍ଟ କର୍ମ କର ଆଉ କଣ। ହଉ ଆଜ୍ଞା ସେଇଟା ସିଧି ଆସିବ ତ ମୁଁ ଯୋଉ ସିଧି ହବ କି ନାହିଁ ମୁଁ ମା କହିପାରିବି ନା। ଗୋଟେ କଥା ହଉଛି ତମେ ଈଶ୍ୱରଙ୍କ କର୍ମ କରିବ କଣ ହବ ସେଟା ଠାକୁର ବୁଝିବେ ତମେ ବୁଝିବ। ଗୁରୁଙ୍କ କୃପା ଆଶୀର୍ବାଦ ହେଲେ ଠାକୁରଙ୍କ ଆଶୀର୍ବାଦ ହେଲେ ତମର ସିଧି ହବ କି ନାଇଁ ମୁଁ କହିପାରିବି। ଜପ କଲେ ସେଥିରେ ସବୁ ଦେଖିପାରୁଛୁ ତ ନା ମୁଁ କିଛି ଦେଖି ମା ହଉଛି। କହିପାରିବିନି ଶୁଣ ସେ ସବୁ ନୁହେଁ ତମର ଯଦି ଇଚ୍ଛା ହଉଛି ତମେ ଯଦି ଜାଣି ଭାବି ପାରୁଛ ଯେ ଏଇ ଦୟାନିଧି ପରମହଂସ ସିଦ୍ଧ ପୁରୁଷ ବୋଲି ମୁଁ ତ କହୁଛି ସବୁଆଡେ ତମର ଯଦି ଇଚ୍ଛା ହବ ତମେ ଆସି ଗୁରୁ ଦୀକ୍ଷା ନେଇକି କର୍ମ କର କଣ ହବ ମୁଁ କହିପାରିବିନି। ଭାଗବତ ଗୀତା କହୁଛି ଯେ ତମେ କର୍ମଣ୍ୟେବାଧିକାର ଆସ୍ତେ ମା ଫଳେ ସୁଖଦା ତମେ କର୍ମରେ ତମର ଅଧିକାର ଅଛି ତମେ କର୍ମ କର ଫଳରେ ଆଶା କର ନା। ଆଉ ତମେ ଯଦି ଫଳ ଆଶା କରିବ କଣ ହବ ମୁଁ ତ ଜାଣିନି ମୁଁ କେମିତି ତମକୁ କହିବି ଯେ ହେଇଯିବ ଏଇଟା ହବନି କଣ ବୁଝିଲେ ନା। ଯେ ଜପରେ ଆମେ ସବୁ ଦେଖିପାରୁଛୁ ପ୍ରଭୁଙ୍କୁ ମାଙ୍କୁ ସମସ୍ତିଙ୍କି ଦେଖିପାରୁଛୁ। ଦେଖିପାରୁଛ ଯଦି ତମେ ଦେଖିପାର କିନ୍ତୁ ମୁଁ କହିପାରିବିନି ଆମ ଦୀକ୍ଷା ନେଲେ ଦେଖିପାରିବ କି ନାହିଁ। ତାହେଲେ ତମେ ଗୋଟେ କାମ କର ତମେ ଯାହାକୁ କରୁଛ ସେଇ କଥା କରିଚାଲ ଆଉ କାହିଁ ଆଜ୍ଞା ବଦଳେଇବ କାହିଁ ଏଇଆକୁ କର ସେଇଥିରେ ଦେଖିପାରୁଛ ସେଇ କାମ କର ସେଇ ମନ୍ତ୍ର ଜପ କର। ହଉ। ଆଜ୍ଞା ଯୋଉ ଅଳସୀଦାସ ମହାପୁରୁଷଙ୍କର ଯୋଉ ମହାକବଚ ଆଁ ମହାପୁରୁଷଙ୍କର ଯୋଉ ଅଳସୀଦାସ ମହାପୁରୁଷଙ୍କର ଯୋଉ ମହାକବଚ ହଁ ତାର କଣ ବିଧି ଅଛି ମାନେ ପଢିବାର ଯୋଉ ନିୟମ କଣ କଣ ଅଛି କି? ନା ମହାକବଚ ତ ମୁଁ ଛାଡ଼ିନି। ନାଇଁ ନାଇଁ ଆପଣ ଛାଡିନାହାନ୍ତି ମୁଁ ପଚାରୁଛି ହଁ କହ ମୁଁ କହିଲି ମହାକବଚ ଯୋଉ ପଢନ୍ତି ତାର କଣ ନିୟମ ଅଛି କି? ନିୟମ କିଛି ନାହିଁ ତମେ ଟିକେ ଗୋଡ ହାତ ଧୋଇ ଟିକେ ଶୁଦ୍ଧପୂତ ହିସାବରେ ଧୂପ ଫୁପ ଟିକେ ଦେଇକିରି ଟିକେ ଯଦି ହଁ ମୁଁ ସେଇଆ କରେ ଯେ ମୁଁ କହିଲି ଆଉ କଣ ବିଧି ଥିବ କି କଣ ବୋଲି ପଚାରୁଥିଲି। ନା ଆଉ କିଛି ନାହିଁ। ହଁ ହଁ ସେଇ ବିଧି ନିୟମ ହଁ ସେଟା ଟିକେ ଆଉ ଗୋଡେଇ ଦିଅନ୍ତୁ ସେଇଟାକୁ ହଁ ଯୋଉ ସ୍ଥିତ ପ୍ରଜ୍ଞାନ ଯୋଉ ଲକ୍ଷଣ ଯୋଉ କହୁଥିଲେ ଦ୍ୱିତୀୟ ଅଧ୍ୟାୟରେ ଗୀତାର ହୁଁ ହୁଁ ସେ ଯୋଉ ବ୍ରହ୍ମ ଜ୍ଞାନ ଯାହାର ଉଦୟ ହେଇଥିବ ତାର ବେଦରେ ପ୍ରୟୋଜନ କିଛି ନାହିଁ। କିଛି ଦରକାର ନାହିଁ। କିନ୍ତୁ ଯାହାର ବେଦ ସେ ତ ବ୍ରହ୍ମଜ୍ଞାନ ପ୍ରାପ୍ତ ହେଇସାରିଥିବ। ହଁ ଯଦି ତାର ଧର ଠାକୁର ପୂଜା କରୁଛନ୍ତି ଠାକୁର ପୂଜା କରିବାର କିଛି ଆବଶ୍ୟକତା ନାହିଁ ମାନେ ମୂର୍ତ୍ତି ପୂଜା କରିବାରେ। ନା ଯଦି ଖୁସିରେ ଜଣେ ଆନ୍ତରିକ ସହ ଭଲ ପାଏ ମୂର୍ତ୍ତି କି ସେ ଠାକୁରଙ୍କ ପ୍ରତିମାକୁ ପୂଜା କଲେ କଣ ଅସୁବିଧା ଅଛି କି? କିଛି ଅସୁବିଧା ନାହିଁ କିଛି ଅସୁବିଧା ନାହିଁ ମୁଁ ତାର ଗୋଟେ ଉଦାହରଣ ଦଉଛି ଶୁଣୁନ ଆମ ଶ୍ରୀ ଶ୍ରୀ ଦୟାନିଧି ପରମହଂସ ସେ ତ ବ୍ରହ୍ମଜ୍ଞାନୀ ହଁ ତାଙ୍କର ତ କିଛି ଦରକାର ନାହିଁ କିନ୍ତୁ ଯିଏ ଯୋଉଠି ଯୋଉ ମେଳା ପୂଜା ଭଲ ମନ୍ଦ କଲା ଯିବେ ବସିବେ। ହଁ ମୁଁ ସେଇ କଥା କହୁଥିଲି ସେଟା ନା ମାନେ ଲୋକ କାଳେ କିଏ ଭୁଲ ବୁଝିବ ଯେ ଆମର ଅଛି ଦ୍ୱିତୀୟ ଅଧ୍ୟାୟରେ ଆପଣ ତ ଦ୍ୱିତୀୟ ଅଧ୍ୟାୟକୁ ସବୁ କାର୍ଯ୍ୟରେ ଲଗେଇ ସାରିଛନ୍ତି ଆଉ କଣ କହିବି ମୁଁ ଶୁଣିକି ସବୁ ଆଶ୍ଚର୍ଯ୍ୟ ହଉଛି ବେଳକୁ ବେଳୁ ନା ନା ଦିନକୁ ସେ ଦିନ। ବିକାର କଥା ଆଜ୍ଞା ସେ ଯୋଉ ଲୋକମାନେ ଯୋଉ କହୁଛନ୍ତି ସେ ସବୁ ବିକାର କଥା। ହଁ ସେଗୁଡା କହନ୍ତି ମୂର୍ତ୍ତି ପୂଜା କାହିଁ କରିବ ଅମକ କରିବ ମାନେ ଯୋଉମାନେ ଆମର ଆମେ ସବୁ ଜାଣି ସାରିଛେ ଧର ଈଶ୍ୱରଙ୍କ ଜିନିଷକୁ ତ କିଛି କେହି ଜାଣିପାରିବେନି କିନ୍ତୁ ଯେତିକି ଭଗବାନଙ୍କର କୃପା କି ଗୁରୁଙ୍କ ଦୟା କି ଆପଣଙ୍କ ଆଶୀର୍ବାଦ ଧର କିଛି ପ୍ରାପ୍ତ ହେଇଥିବ କିନ୍ତୁ ତାପରେ ବି ଆନ୍ତରିକ ସହ ଯଦି ଈଶ୍ୱରଙ୍କ ପ୍ରତି ମାନେ ଭଲ ପାଇବା ମୂର୍ତ୍ତି କି ଭଲ ପାଇବା ଶୁଣୁ ତୁ କାହା କଥା ଶୁଣୁନା ତୁ ଯାହା ବୁଝିଛୁ ସେଇଟା ଠିକ କଥା ତୁ ତୋ ବାଟରେ ଚାଲ ଯୋଉ ଲୋକ ସବୁ କହୁଛନ୍ତି କାହା କଥା କାନକୁ ଦେନା ତୋ ବାଟରେ ତୁ ଚାଲ ମୂର୍ତ୍ତି ପୂଜା କରିବା ଖରାପ କଣ କିଛି ଖରାପ ନାହିଁ। ଆମେ ବା ଗୋଟେ ନିଜେ ମୂର୍ତ୍ତି ତୁ କହୁନୁ ତୋ ଦେହଟା ଗୋଟେ ମୂର୍ତ୍ତି ନୁହେଁ କି? ତୋ ଦେହଟା ଗୋଟେ ଆମେ ଯୋଉ ମୂର୍ତ୍ତି କି କରିଛନ୍ତି କୃତ୍ରିମ ତୋ ଦେହଟା ହଉଛି ପ୍ରାକୃତିକ ମୂର୍ତ୍ତି ମା ଗର୍ଭରେ ଭଗବାନ ତିଆରି କରିଛି ନା ନାଇଁ ତେଣୁ ଇଏ ତ ଗୋଟେ ମୂର୍ତ୍ତି ଆଉ ମୂର୍ତ୍ତି ପୂଜା କଲେ କଣ ଅସୁବିଧା? ହଁ ଖୁସିରେ କଣ ଧର ଦିନ ଭିତରେ ଘଣ୍ଟା ଦି ଘଣ୍ଟା ସେଠି ହଁ ବସିକି ପୂଜା କରିବା ଫୁଲ ଦବା ଭାରି ଠାକୁରଙ୍କୁ ଭଲ କଥା ତୁ କାହା କଥା ଚିନ୍ତା କରନା
ठीक कहू हाँ तू पूजापूजी कर किसी असुविधा हौ हो माँ केते माड मारी खेली बुली हसी सब कर किंतु जो दिन से विश्वरूप दर्शन कला से दिन से कहला कला प्रभु आपण एते बड़ महान मु जानी नथिनी प्रभु मते क्षमा करंतु मु आपनक सहित केते आहार सज्जा सन बिहा भोजन एसु मान हमर जो अछि एकादश मु केते भूल कर देछि का निजे तो देखिला चलो जो माने खराब भाबुचंती से मानक भी आम खराब भाबा उचित कारण सीए जानी ना बुझी ना जेहेतु बुझी ना सी सेमती बुझी था सेमती रखा दियो जो चषमा बदल सी बुझे माने बसिकी जो भावुले मुझे कौन मोबाइल टा धरली भल आपन आसला कि जेहेतु जानी भाविली कौन गोटे मिछ हो पुणी गोटे आग्रह देखी से कौन आप नंबर देखी देखला मैंने यहीटा बोधे मोर आज सबुठ बड़ प्राप्ति मो बहुत खुशी लगे अपन तो समय कर समय कथा पारे मत बहुत आज खुशी लगा सब मजे मजे जो ऑल वीडियो सब देख आहरी देख देखला देखेनि मु गोटे देखी गोटे देखिकी नंबर जो पाई खुशी तो देख देखिकी जहाँ सद हम पचार पचारे तो समय ना व्यस्त विषय बुझेदेवी सब साधु विषय बुझेदेवी बुझला मु रिसर्च करुच्ची आमर मठटी हूँ गोटे स्वतंत्र मठ कहीं ये मठे अन्य मठ भाया नुहे थे जब मठ आसवा बुली जीवु तू कह मठ को मुझे आगुरी आसी हौ हौ प्रणाम आज्ञा प्रणाम 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 बहुत